आजिर विषय हेउछि नियंत्रण ओ समन्वय। पूर्व वीडियो रे आमे नियंत्रण और समन्वय विषय रे सुषुम्ना कांड, प्रांतीय स्नायुतंत्र, स्वयं क्रिया स्नायुतंत्र, स्नायु कोश, प्रतिक्षेप क्रिया एवं रासायनिक समन्वय विषय रे पढ़िथिले। हेले आजी एही विषय रे पढ़िबा बहिस्रावी ग्रंथि और अंतःस्रावी ग्रंथि मध्यरे प्रभेद, एंजाइम और हार्मोन मध्यरे प्रभेद, समन्वय पद्धति एवं शेषरे पढ़िबा अंतःस्रावी तंत्र। हेले चलंतु प्रथमे जानिबा बहिस्रावी ग्रंथि और अंतःस्रावी ग्रंथि मध्यरे प्रभेद। एथिरु एंजाइम और अन्य पदार्थ क्षरित हुए। क्षरित पदार्थ निर्दिष्ट नाल देई ग्रंथि बाहर को आसे। अंतःस्रावी ग्रंथि एथिरु हार्मोन क्षरित हुए। पिलामाने सर्वदा मने रखिबो बहिस्रावी ग्रंथिरु एंजाइम क्षरित हेला बेले अंतःस्रावी ग्रंथिरु हार्मोन क्षरित होइथाए एवं अंतःस्रावी ग्रंथिरे क्षरित हार्मोन सीधा सड़ख रक्तरे मिसे। बहिस्रावी ग्रंथिर उदाहरण हेउछि लाल ग्रंथि, यकृत इत्यादि एवं अंतःस्रावी ग्रंथिर उदाहरण हेउछि पिट्यूटारी, थायराइड इत्यादि। पिलामाने आमे तो बहिस्रावी ग्रंथि और अंतःस्रावी ग्रंथि मध्यरे प्रभेद देखिले एवं एहार उदाहरण मध्य देखिले। एबे चलंतु देखिबा एंजाइम और हार्मोन मध्यरे प्रभेद। पिलामाने एंजाइम बहिस्रावी ग्रंथिरु क्षरित हुए। रासायनिक प्रक्रिया परे एंजाइम गठन रे कौनसी परिवर्तन हुए नहीं, तेणु यह बारंबार व्यवहार हुए। हार्मोन अंतःस्रावी ग्रंथिरु क्षरित हुए। पिलामाने एंजाइम बहिस्रावी ग्रंथिरु क्षरित हेला बेले हार्मोन अंतःस्रावी ग्रंथिरु क्षरित होइथाए। हार्मोन निर्दिष्ट कार्य सारिबा परे हार्मोन नष्ट हो जाए, तेणु यह थरे कार्यक्षम। पिलामाने एंजाइम रो उदाहरण हेउछि लाल रे थिबा टाइलिन एवं हार्मोन रो उदाहरण हेउछि थायराइड ग्रंथिरु क्षरित थायरोक्सिन। पिलामाने एंजाइम केउठारु क्षरित हेउछि एवं हार्मोन केउठारु क्षरित हेउछि आउ एमानंकर उदाहरण मने रखिबाकू चेष्टा करिवे। पिलामाने एबे चलंतु देखिबा समन्वय पद्धति। आम शरीरर विभिन्न अंग संस्थानर नियंत्रण पाई एवं सेगुड़िक मध्यरे समन्वय रक्षा पाई दुई प्रकार पद्धति रहिछि, यथा स्नायविक पद्धति एवं रासायनिक पद्धति। स्नायविक पद्धति रे स्नायुकोश माध्यमरे खबर विद्युत रासायनिक क्रिया द्वारा संचारित हुए। रासायनिक पद्धति रे अंतःस्रावी ग्रंथिरु क्षरित विभिन्न हार्मोन द्वारा
ବାର୍ତ୍ତା ପ୍ରସାରିତ ହୁଏ। ତେଣୁ ସ୍ନାୟବିକ ପଦ୍ଧତିର କାର୍ଯ୍ୟ ତୁରନ୍ତ ହେଉଥିବା ବେଳେ ରାସାୟନିକ ପଦ୍ଧତିର କାର୍ଯ୍ୟ ମନ୍ଥର ଭାବେ ହୋଇଥାଏ। ପିଲାମାନେ, ଆମେ ସମନ୍ୱୟ ପଦ୍ଧତି ଦେଖିଲେ। ଏବେ ଚାଲନ୍ତୁ ଦେଖିବା ଅନ୍ତଃସ୍ରାବୀ ତନ୍ତ୍ର ବା ଏଣ୍ଡୋକ୍ରାଇନ୍ ସିଷ୍ଟମ। ସମସ୍ତ ଅନ୍ତଃସ୍ରାବୀ ଗ୍ରନ୍ଥିକୁ ନେଇ ଆମ ଶରୀରର ଅନ୍ତଃସ୍ରାବୀ ତନ୍ତ୍ର ବା ଏଣ୍ଡୋକ୍ରାଇନ୍ ସିଷ୍ଟମ ଗଠିତ। ସ୍ନାୟୁତନ୍ତ୍ର ଓ ଅନ୍ତଃସ୍ରାବୀ ତନ୍ତ୍ର ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରନ୍ତି। ତେଣୁ ଏହାକୁ ସ୍ନାୟୁ ଅନ୍ତଃସ୍ରାବୀ ତନ୍ତ୍ର ବା ନ୍ୟୁରୋ ଏଣ୍ଡୋକ୍ରାଇନ୍ ସିଷ୍ଟମ କୁହାଯାଏ। ପିଲାମାନେ, ମାନବ ଶରୀରରେ ଥିବା ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥିର ଅବସ୍ଥିତି, କ୍ଷରିତ ହର୍ମୋନ ଏବଂ ସେମାନଙ୍କର କାର୍ଯ୍ୟ ବିଷୟରେ ଚାଲନ୍ତୁ ଜାଣିବା। ପ୍ରଥମେ ଜାଣିବା ହାଇପୋଥାଲାମସ। ପିଲାମାନେ, ଅଗ୍ର ମସ୍ତିଷ୍କରେ ଥିବା ଥାଲାମସର ନିମ୍ନ ଭାଗରେ ଏବଂ ପିଟ୍ୟୁଟାରୀ ଗ୍ରନ୍ଥିର ଉପରକୁ ହାଇପୋଥାଲାମସ ଅବସ୍ଥିତ। ହାଇପୋଥାଲାମସରୁ କେତେକ ରିଲିଜିଂ ହର୍ମୋନ ଏବଂ ଇନହିବିଟିଂ ହର୍ମୋନ କ୍ଷରିତ ହୁଏ। ଏହି ହର୍ମୋନ ଗୁଡ଼ିକ ପିଟ୍ୟୁଟାରୀ ଗ୍ରନ୍ଥିର କ୍ଷରଣ କ୍ଷମତାକୁ ନିୟନ୍ତ୍ରଣ କରନ୍ତି। ପିଲାମାନେ, ଏବେ ଚାଲନ୍ତୁ ଦେଖିବା ପିଟ୍ୟୁଟାରୀ ଗ୍ରନ୍ଥି। ପିଟ୍ୟୁଟାରୀ ଗ୍ରନ୍ଥି ହାଇପୋଥାଲାମସ ସହିତ ଏକ ଛୋଟ ବୃନ୍ତ ସାହାଯ୍ୟରେ ଲାଗି ରହିଥାଏ। ଏହି ଗ୍ରନ୍ଥି ଦୁଇଟି ପୃଥକ ଖଣ୍ଡକୁ ନେଇ ଗଠିତ, ଯଥା ଏଡିନୋ ହାଇପୋଥାଲାମସ ଏବଂ ନ୍ୟୁରୋ ହାଇପୋଥାଲାମସ। ହେଲେ ଚାଲନ୍ତୁ ଏଡିନୋ ହାଇପୋଥାଲାମସ ଏବଂ ନ୍ୟୁରୋ ହାଇପୋଥାଲାମସ ବିଷୟରେ ଜାଣିବା। ପ୍ରଥମେ ଜାଣିବା ଏଡିନୋ ହାଇପୋଥାଲାମସରୁ କ୍ଷରିତ ହର୍ମୋନର ନାମ ଓ କାର୍ଯ୍ୟ। ପ୍ରଥମ ହର୍ମୋନଟି ହେଉଛି ଗ୍ରୋଥ ହର୍ମୋନ ବା GH। ପିଲାମାନେ, ଏହା ଶରୀରର ବୃଦ୍ଧି ନିୟନ୍ତ୍ରଣ କରେ। ବାଲ୍ୟାବସ୍ଥାରେ ଏହାର କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନତା ବା ଡ୍ୱାର୍ଫିଜମ ବାମନପ୍ରାୟ ହୁଏ। ଏହାକୁ ବାମନତା ବା ଡ୍ୱାର୍ଫିଜମ କୁହାଯାଏ। କିନ୍ତୁ ଯଦି ଏହାର କ୍ଷରଣ ଅଧିକ ହୁଏ ଏବଂ ଅତ୍ୟଧିକ ବୃଦ୍ଧି ଘଟି ବ୍ୟକ୍ତି 8 ରୁ 9 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ, ଏହାକୁ ଅତିକାୟତ୍ୱ ବା ଜାଇଗାଣ୍ଟିଜମ କୁହାଯାଏ। ପିଲାମାନେ, ଏବେ ଚାଲନ୍ତୁ ଦ୍ୱିତୀୟ ହର୍ମୋନ ବିଷୟରେ ପଢ଼ିବା। ପ୍ରୋଲାକ୍ଟିନ୍ ବା PRL। ଏହା ମାର ସ୍ତନ୍ୟ ଗ୍ରନ୍ଥି ଉପରେ ପ୍ରଭାବ ପକାଏ, ଫଳରେ ଶିଶୁ ପାଇଁ ସେଥିରେ କ୍ଷୀର ତିଆରି ହୁଏ। ତୃତୀୟ ହର୍ମୋନଟି ହେଉଛି ଫଲିକଲ ଷ୍ଟିମ୍ୟୁଲେଟିଂ ହର୍ମୋନ ବା FSH। ଏହି ହର୍ମୋନ ଡିମ୍ବାଶୟ ପୁଟିକା ବା ଓଭାରିଆନ୍ ଫଲିକଲର ବୃଦ୍ଧି କରାଏ। ପିଲାମାନେ,
ଚତୁର୍ଥ ହର୍ମୋନ୍ଟି ହେଉଛି ଲ୍ୟୁଟିନାଇଜିଂ ହର୍ମୋନ୍ ବା LH। ଏହା ଡିମ୍ବୋଦୟ ବା ଓଭ୍ୟୁଲେସନ୍ କରାଇ ଡିମ୍ବାଶୟରୁ ଡିମ୍ବାଣୁ ବାହାର କରିବାରେ ସାହାଯ୍ୟ କରାଏ। ପିଲାମାନେ, ପଞ୍ଚମ ହର୍ମୋନ୍ଟି ହେଉଛି ଥାଇରଏଡ୍ ଷ୍ଟିମ୍ୟୁଲେଟିଂ ହର୍ମୋନ୍ ବା TSH। ଥାଇରଏଡ୍ ଗ୍ରନ୍ଥିରୁ ଥାଇରକ୍ସିନ୍ ହର୍ମୋନ୍ କ୍ଷରଣକୁ ଏହା ନିୟନ୍ତ୍ରଣ କରେ। ପିଲାମାନେ, ଏଡିନୋହାଇପୋଥାଲାମସର ଶେଷ ହର୍ମୋନ୍ଟି ହେଉଛି ଆଡ୍ରିନୋକର୍ଟିକୋଟ୍ରଫିକ୍ ହର୍ମୋନ୍ ବା ACTH। ଏହି ହର୍ମୋନ୍ ଆଡ୍ରିନାଲ୍ ଗ୍ରନ୍ଥିର କ୍ଷରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ପିଲାମାନେ, ଆମେ ଏଡିନୋହାଇପୋଥାଲାମସର କ୍ଷରିତ ହର୍ମୋନ୍ର ନାମ ଓ କାର୍ଯ୍ୟ ବିଷୟରେ ଜାଣିଲେ। ଏବେ ଚାଲନ୍ତୁ ଜାଣିବା ନ୍ୟୁରୋହାଇପୋଥାଲାମସରୁ କ୍ଷରିତ ହର୍ମୋନ୍ର ନାମ ଓ କାର୍ଯ୍ୟ। ନ୍ୟୁରୋହାଇପୋଥାଲାମସର ପ୍ରଥମ ହର୍ମୋନ୍ଟି ହେଉଛି ଅକ୍ସିଟୋସିନ୍। ପିଲାମାନେ ଦେଖିଥିବ, ଗୋଟିଏ ଗାଈକୁ ଯେ କୌଣସି ସମୟରେ ଦୁହିଁଲେ ତାର ଚିରରୁ କ୍ଷୀର ବାହାରେ ନାହିଁ। ଚିରକୁ କିଛି ସମୟ ବାଛୁରୀ ଚୁଚୁମିବା ପରେ ଦୁହିଁଲେ ଚିରରୁ କ୍ଷୀର ବାହାରେ। ବାଛୁରୀ ଚିରକୁ ଚୁଚୁମିଲେ ଗାଈର ପିଟ୍ୟୁଟାରୀରୁ ଅକ୍ସିଟୋସିନ୍ ହର୍ମୋନ୍ କ୍ଷରିତ ହୋଇ ସ୍ତନ୍ୟ ଗ୍ରନ୍ଥି ଉପରେ ପ୍ରଭାବ ପକାଏ ଓ କ୍ଷୀର ଝରେ। ଅକ୍ସିଟୋସିନ୍ର ଅନ୍ୟ ଏକ କାର୍ଯ୍ୟ ହେଉଛି ପ୍ରସବ ସମୟରେ ଏହା ମା ଗର୍ଭାଶୟ ପେଶୀ ଉପରେ ପ୍ରଭାବ ପକାଏ। ଗର୍ଭାଶୟର ସଂକୋଚନ ଫଳରେ ଶିଶୁ ଜନ୍ମ ହୁଏ। ପିଲାମାନେ, ଏହାର ଦ୍ୱିତୀୟ ହର୍ମୋନ୍ଟି ହେଉଛି ଭାସୋପ୍ରେସିନ୍ ଏବଂ ଏହାକୁ ଆଣ୍ଟି ଡିଉରେଟିକ୍ ହର୍ମୋନ୍ ବା ADH ବୋଲି ମଧ୍ୟ କୁହାଯାଏ। ଭାସୋପ୍ରେସିନ୍ର ପ୍ରଭାବରୁ ବୃକକର ମୂତ୍ରଜନ ନଳିକାରୁ ଜଳ ପୁନଃଶୋଷିତ ହୁଏ। ସେଥିପାଇଁ ଏହି ହର୍ମୋନ୍ର ଅନ୍ୟ ନାମ ହେଉଛି ଏଣ୍ଟିଡାଇୟୁରେଟିକ୍ ହର୍ମୋନ୍। ଯଦି କୌଣସି କାରଣବଶତଃ ପିଟ୍ୟୁଟାରୀରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ। ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍ସିପିଡସ୍ ବା ବହୁମୂତ୍ର ରୋଗ କୁହାଯାଏ। ଏହା ମଧୁମେହ ବା ଡାଇବେଟିକ୍ ମେଲିଟସ୍ ଠାରୁ ଭିନ୍ନ ଅଟେ। ପିନିଆଲ୍ ଗ୍ରନ୍ଥି। ପିନିଆଲ୍ ଗ୍ରନ୍ଥି ଅଗ୍ର ମସ୍ତିଷ୍କର ଛାତରେ ରହିଛି। ଏହା ଆକାରରେ ଅତ୍ୟନ୍ତ ଛୋଟ। ପିଲାମାନେ, ତୁମେ ଚିତ୍ରଟିକୁ ଦେଖିପାରୁଛ। ଚିତ୍ରଟିରେ ଦେଖିପାରୁଛ ପିନିଆଲ୍ ଗ୍ରନ୍ଥି ଅଗ୍ର ମସ୍ତିଷ୍କର ଛାତରେ ରହିଛି ଏବଂ ଏହାର ଆକାର ମଧ୍ୟ ଅତ୍ୟନ୍ତ ଛୋଟ। ଓଜନ ମାତ୍ର 150 ମିଲିଗ୍ରାମ। ଏଥିରୁ ମେଲାଟୋନିନ୍ ନାମକ ହର୍ମୋନ୍ କ୍ଷରିତ ହୁଏ। ଏହାର ପ୍ରଭାବ ଯୁବକ୍ରାନ୍ତି ବା ପ୍ୟୁବର୍ଟି, ଡିମ୍ବୋତ୍ସର୍ଗ
ବା ଡିମ୍ବୋଦୟ ଓ ନିଦ୍ରା ଉପରେ ରହିଛି। ଏହା ଶରୀରର ଜୈବିକ ଘଡ଼ି ବା ବାୟୋଲୋଜିକାଲ କ୍ଲକ୍ ଭାବେ ମଧ୍ୟ କାର୍ଯ୍ୟ କରେ। ଥାଇରଏଡ୍ ଗ୍ରନ୍ଥି। ଥାଇରଏଡ୍ ଗ୍ରନ୍ଥି ବେକର ତଳ ଭାଗରେ ଶ୍ୱାସନଳୀର ଉଭୟ ପଟରେ ଠିକ୍ ସ୍ୱର ପେଟିକାର ପଛକୁ ରହିଛି। ଏଥିରୁ ମୁଖ୍ୟତଃ ଥାଇରୋକ୍ସିନ୍ ହର୍ମୋନ୍ କ୍ଷରିତ ହୁଏ। ଏହା ଶରୀରର ବିଭିନ୍ନ କୋଷର ଅମ୍ଳଜାନ ବିନିଯୋଗ କ୍ଷମତା ବଢ଼ାଇଥାଏ, ଫଳରେ ଶରୀରରେ ଅନେକ ଶକ୍ତି ସୃଷ୍ଟି ହୁଏ। ଏହା ବେଙ୍ଗ ଫୁଲାର ରୂପାନ୍ତରଣ ବା ମେଟାମର୍ଫୋସିସ୍ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ। ପାରାଥାଇରଏଡ୍ ଗ୍ରନ୍ଥି ବା ପାରାଥାଇରଏଡ୍ ଗ୍ଲାଣ୍ଡ। ଥାଇରଏଡ୍ ଗ୍ରନ୍ଥି ଉପରେ 4 ଗୋଟି ଅତି କ୍ଷୁଦ୍ର ପାରାଥାଇରଏଡ୍ ଗ୍ରନ୍ଥି ରହିଛି। ଏଥିରୁ ପାରାଥର୍ମୋନ୍ କ୍ଷରିତ ହୁଏ। ପାରାଥର୍ମୋନ୍ ରକ୍ତରେ କ୍ୟାଲସିୟମ୍ ଓ ଫସ୍ଫରସ୍ ପରିମାଣ ସ୍ଥିର ରଖିବାରେ ସାହାଯ୍ୟ କରେ। ପିଲାମାନେ, ଏହି ଅଧ୍ୟାୟରେ ଆମେ ଜାଣିଲେ ବହିଃସ୍ରାବୀ ଗ୍ରନ୍ଥି ଓ ଅନ୍ତଃସ୍ରାବୀ ଗ୍ରନ୍ଥି ମଧ୍ୟରେ ପ୍ରଭେଦ ଏବଂ ଏହାର ଉଦାହରଣ ମଧ୍ୟ ଆମେ ଦେଖିଲେ। ଏନ୍ଜାଇମ୍ ଓ ହର୍ମୋନ୍ ମଧ୍ୟରେ ପ୍ରଭେଦ, ଏହାର ମଧ୍ୟ ଉଦାହରଣ ଆମେ ଦେଖିଲେ। ସମନ୍ୱୟ ପଦ୍ଧତି ବିଷୟରେ ମଧ୍ୟ ପଢ଼ିଲେ ଏବଂ ଶେଷରେ ଅନ୍ତଃସ୍ରାବୀ ତନ୍ତ୍ର ବା ଏଣ୍ଡୋକ୍ରାଇନ୍ ସିଷ୍ଟମ୍ ବିଷୟରେ ପଢ଼ିଲେ। ପିଲାମାନେ, ଆଉ କିଛି ହର୍ମୋନ୍ ରହିଛି ଯାହାକୁ ଆମେ ପରବର୍ତ୍ତୀ ଅଧ୍ୟାୟରେ ପଢ଼ିବା। ପରବର୍ତ୍ତୀ ଅଧ୍ୟାୟରେ ଆମେ ପଢ଼ିବା ଏଡ୍ରିନାଲ୍ ଗ୍ରନ୍ଥି, ପାନକ୍ରିଏସ୍, ଶୁକ୍ରାଣୁ, ଡିମ୍ବାଶୟ, ଭ୍ରୂଣବନ୍ଧ, ହର୍ମୋନ୍ କ୍ଷରଣର ନିୟନ୍ତ୍ରଣ ବ୍ୟବସ୍ଥା। ପିଲାମାନେ, ମୁଁ ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ।